ଶୀତ ଦିନରେ ପଖାଳ ଭାତ ଖାଇବା ସେ ହେଉଛି ଅଲଗା ପ୍ରକାର ମଜା। ସେଥିପାଇଁ ମୁଁ ଭାରି ଇଚ୍ଛା ହେଲା ପଖାଳ ଭାତ ଖାଇବାକୁ। ମୁଁ କ'ଣ କଲି, ଗଣ୍ଡାଏ ପଖାଳ ଭାତ ନେଇ ଆସିକି ଧରିକି ବସିଗଲି। ତା ସାଙ୍ଗକୁ ନଗେଇକିଆ ହେଲା ବଡ଼ିଚୁରାକୁ, ବାଇଗଣ ଭର୍ତ୍ତାକୁ, ଆଡ଼େ ଆଳୁ ଭର୍ତ୍ତା। ସେଥିପାଇଁ ମୁଁ କ'ଣ କଲି, ଖାଇଲି ବସିକି। ତାଠୁ ରାଗ ଟିକେ ଲାଗିଲା ବାଇଗଣ ଭର୍ତ୍ତା। ମୁଁ କହିଲି ଏତେ ରାଗ ହେଇଛି। ସେଠୁ ମୁଁ କହୁଛି, ମମି ଲୋ ତୁ ଟିକେ ପାଣି ପିଇ ଦେଉନୁ, ରାଗ ଯଦି ଲାଗୁଛି। ସେଠୁ ମୁଁ କ'ଣ କଲି, ପାଣି ଢୁକେ ପିଇଦେଲି। ଓହୋ, ଖାଇସାରିଲା ପରେ ମୁଁ ଏତେ ଶୀତ ମୋତେ କ'ଣ ଜୋରରେ ହେଲାଣି। ନା ମମି ଦେଖ ତୋ ପାଇଁ କ'ଣ ଆଣିଛୁ, ତୁ ଆହୁରି ଗୋଟେ ଜିନିଷ ଖାଇଲେ ଆହୁରି ବଢ଼ିଆ ଲାଗିବ ତୋତେ। ମାନେ କ'ଣ ଆଣିଛୁ ନା ତେନ୍ତୁଳି ତୋ ପାଇଁ ନେଇକି ଆସିଛୁ ଆମେ, ଦେଖ ତୁ ଖାଉନୁ। ମାନେ ତମେ ଖାଅ। ନା ନା ଆମେ ନୁହଁ, ପାଚଲା ଖାଇକି କେତେ ଆସିଛୁ, ତୋ ପାଇଁ ଦୁଇଟା ଆମେ ନେଇ ଆସିଛୁ। ସେଠୁ କହିକି ତାର କ'ଣ କରୁଛି, ନାଚିବାରେ ଲାଗିଛି। ମୋ ସାନ ପୁଅ ତାର ନାଚୁଛି। ସେଠୁ କ'ଣ କହୁଛି, ଦେଖ ମମି ଆଉ ଗୋଟେ ଜିନିଷ ବି ତୋ ପାଇଁ ଆମେ ଆଣିଛୁ। ମୁଁ କ'ଣ ମୋ ପାଇଁ ଆଉ ଗୋଟେ ଜିନିଷ ଆଣିଛ ଦେଖେଇଲ ଟିକେ। କହିଲା ଦେଖ ତୋ ପାଇଁ ଆମେ କଣ୍ଠେଇ କୋଳି ଆଣିଛୁ।